ମକର ସଂକ୍ରାନ୍ତି ଉତ୍ସବ ମୁଖର ଆମ କଳାବାଡ଼ିଆ ଗାଁ। ଏ ବିଚ୍ଛିନ୍ନ ଭୂଇଁ କଳାବାଡ଼ିଆ, ଖୁସିର ଠିକଣା ନାହିଁ। ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭୂଇଁ ଉତ୍ସବ ମୁଖର ହୋଇ ଉଠୁଛି। ବାହାରେ ରହୁଥିବା ଲୋକମାନେ ଗାଁକୁ ଆସୁଛନ୍ତି, ଖୁସି ଆନନ୍ଦରେ କୁଟୁମ୍ବ ସହିତ ପର୍ବ ପାଳନ କରିବେ। ମକର ସଂକ୍ରାନ୍ତି ଏକ ପର୍ବ, ଭାରତୀୟ ପର୍ବ। ଅତି ଉତ୍ସାହିତ ହୋଇ ପର୍ବକୁ ପାଳନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ସୌରମଣ୍ଡଳ ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗଣନା କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିକୁ ଚଳନ କରିବାର ଦିନ। ଧନୁ ରାଶିକୁ ମକର ରାଶିରୁ ଗମନ। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତରାୟଣ ରୁହନ୍ତି। ଏହି ଦିନ ଭୀଷ୍ମ ପ୍ରାଣ ତ୍ୟାଗ କରିଥିଲେ। କେତେ ବର୍ଷ ପରେ ନିତ୍ୟାନନ୍ଦ ବାବୁ ଗାଁକୁ ଆସିଛନ୍ତି। ତାଙ୍କର ପତ୍ନୀ, ଦୁଇଟି ଝିଅ, ଗୋଟିଏ ପୁଅ ମଧ୍ୟ ତାଙ୍କରି ସଙ୍ଗରେ ଆସିଛନ୍ତି। ଆମ ଘରରୁ 2-3ଟା ଘର ପରେ ନିତ୍ୟାନନ୍ଦ ବାବୁଙ୍କର ଘର। ତାଙ୍କ ଛୋଟ ଭାଇ ଗାଁରେ ରୁହନ୍ତି। ଚାଷ କାର୍ଯ୍ୟରେ ଦାୟିତ୍ୱ ତାଙ୍କ ହାତରେ ଅଛି। ନିତ୍ୟାନନ୍ଦ ବାବୁ ମୋର ଛୋଟ ବେଳର ବନ୍ଧୁ। ସଙ୍ଗରେ ପାଠ ପଢ଼ାପଢ଼ି କାର୍ଯ୍ୟ କରିଛୁ। ଦୀର୍ଘ ବର୍ଷ ହେଲା ସେ ଦିଲ୍ଲୀରେ ରହୁଛନ୍ତି। ଏ ବର୍ଷ ମଧ୍ୟ ଗାଁକୁ ଆସିଛନ୍ତି ପରିବାର ସହିତ। ସକାଳୁ ସକାଳୁ ସେ ମୋତେ ଟେଲିଫୋନ୍ ଲଗାଇ ଦେଇଛନ୍ତି ଓ ଶୀଘ୍ର ରାଧାକୃଷ୍ଣ ମନ୍ଦିର ଆସିବା ପାଇଁ କହୁଛନ୍ତି। ପୂଜା ଅର୍ଚ୍ଚନା କରି ଚାଟିଏ ପିଇ ଭେଟି କରିବା ପାଇଁ ଚାଲିଗଲି। ଗାଁର ଅନ୍ୟ କିଛି ସଙ୍ଗ ସହିତ ସେ ବସି କଥାବାର୍ତ୍ତା ହେଉଥାନ୍ତି। ମୋତେ ଦେଖିବା ମାତ୍ରକେ କୁଣ୍ଢେଇ ପକାଇଲେ। କହିଲେ, ତୁମ୍ଭମାନଙ୍କ କେତେ ଭାଗ୍ୟ ଯେ ଗାଁରେ ରହିଛ। ମୁଁ କେଡ଼େ ଅଭାଗ୍ୟା, ସୁଦୂର ଦୂର ଦିଲ୍ଲୀରେ ରହୁଛି। ଆଜି ଗାଁକୁ ଦେଖି ମୋର ପିଲାମାନଙ୍କର କେତେ ସେ ଖୁସି ଆନନ୍ଦ ହୋଇଛି କହି ହେଉନାହିଁ। ବଡ଼ ଦୁଇଟି ଝିଅ ଦିଲ୍ଲୀ ଯିବା ପାଇଁ ମନା କରୁଛନ୍ତି। ଏ ଗାଁଟି ଥିଲା, ଆଜି କେତେ ପରିବର୍ତ୍ତନ ହୋଇଛି। ତାଙ୍କ ଆଖିରୁ ଖୁସିର ଅଶ୍ରୁ ଝରି ପଡ଼ୁଛି। ମୋତେ ପଚାରିଲେ, ତୁମ୍ଭ ଘରରେ ସମସ୍ତେ ଭଲରେ ଅଛନ୍ତି? ଭଉଣୀମାନେ ତାଙ୍କ ଶ୍ୱଶୁର ଘରରେ ଖୁସିରେ ତ ଅଛନ୍ତି। ଝିଅ ପୁଅ ବାହାଘର କଲୁ କି ନାହିଁ? ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଛନ୍ତି। ରାଜଧାନୀ ଦିଲ୍ଲୀରେ ରହିବା ସତ୍ତ୍ୱେ ବି ଗାଁ ପ୍ରତି ତାଙ୍କର ମମତା ଦେଖି ମୁଁ କିଂକର୍ତ୍ତବ୍ୟ ବିମୂଢ଼। 2 ଜଣ ବସି ଗପିବାକୁ ଲାଗିଲୁ। ବାଲ୍ୟକାଳର ସ୍ମୃତି ସବୁ। ବରକୋଳି ଖାଇବା, ନଦୀରେ ଡେଇଁ ଡେଇଁ ଗାଧେଇବା ଓ ଅଘିରା ଗାଡ଼ିବା, ଘର ଘର ଯାଇ ପୁଆଳ ଏକାଠି କରିବା, ବାପାଙ୍କ ଠାରୁ ମାଡ଼ ଖାଇବା ଇତ୍ୟାଦି ଇତ୍ୟାଦି। କିନ୍ତୁ ସେ ପ୍ରକାର ପରିସ୍ଥିତି ଏବେ ନାହିଁ। ମୁଁ କହିଲି, ଗାଁ ଏବେ ଡିଜିଟାଲ ହୋଇଛି। ସହର ପରି ଯାବତୀୟ ସୁବିଧା ଗାଁକୁ ମିଳୁଛି। ଆଗ ପରି ଗାଁ ଏବେ ନାହିଁ। ମୁଁ ଆସିଛି, ବହୁତ ଖୁସି ଲାଗୁଛି। ମକର ପର୍ବ ଆନନ୍ଦରେ ବ୍ୟତୀତ ହେବ। ଭାଇ, ରାମ ବାବାଙ୍କର ଉଦ୍ୟାନକୁ ଯିବା। ସେ କେତେ ଉନ୍ନତି କରିଛି ଦେଖିଲି ଜାଣିବୁ। କଳ୍ପେଶ୍ୱର ଶିବଙ୍କ ମନ୍ଦିର, ହନୁମାନ ମନ୍ଦିର, ଶନି ମନ୍ଦିର, ରାମ ବାବାଙ୍କ ମନ୍ଦିର ସବୁ ସୁବିଧାରେ ପରିପୂର୍ଣ୍ଣ ହୋଇଛି। ଉଦ୍ୟାନ, ଆଜି ସେଇଠି ଗାଧେଇ କଳ୍ପେଶ୍ୱର ବାବାଙ୍କ ପୂଜାର୍ଚ୍ଚନା କରି ଘରକୁ ଫେରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।